ସମସ୍ତଙ୍କୁ ଆଉ ଗୋଟେ ନୂଆ ଭିଡ଼ିଓରେ ସ୍ୱାଗତ କରୁଛି। ତ ଆମେ ପୂର୍ବରୁ SHG କଟଅଫ୍ ପାଇଁ ଦେଖିଥିଲେ। ଆପଣ ବି ଯାଇକି SHG କଟଅଫ୍ ଦେଖିପାରିବେ, ମୁଁ ଦେଇଛି। ତ ଏଟାରେ ଆମେ ଦେଖିବା କେମିତି କରିବା ଆମର CLF କଟଅଫ୍। CLF କଟଅଫ୍ରେ ପ୍ରଥମେ ଯେତେବେଳେ ଆମେ CLF କଟଅଫ୍ କରିବା, CLF କଟଅଫ୍ରେ କେତେଟା କାମ ଆମକୁ କରିବାକୁ ପଡ଼ିବ। ଯେମିତିକି ଫାଷ୍ଟରେ କ'ଣ ରହିବ, ଫାଷ୍ଟରେ ଏକରେ ରହିବ କ'ଣ, ଆମକୁ CLFର ଡେଟ୍ ଅଫ୍ ଫର୍ମେସନ୍ ବି ଆମେ ତାକୁ ଠିକ୍ କରତେ ପଡ଼ିବ। ଡେଟ୍ ଅଫ୍ ଫର୍ମେସନ୍ଟା ଠିକ୍ କରତେ ପଡ଼ିବ। ଯେଉଁଟା ଠିକ୍ ଅଛି ଡେଟ୍ ଅଫ୍ ଫର୍ମେସନ୍, ତା କୋ ଅପଡ଼େଟ୍ଟା ଯେଉଁ ଥିବ, କୋ ଅପଡ଼େଟ୍ଟାକୁ ଠିକ୍ କରିବାକୁ ପଡ଼ିବ। କୋ ଅପଡ଼େଟ୍ଟା ଠିକ୍ କରାଗଲା ପରେ ସେକେଣ୍ଡ ଥିଙ୍ଗ ରହିବ ଯେ ଆମର ଯେତେବେଳେ ଆମର କରୁଛନ୍ତି ଲୋକସ୍ରେ ଭିଓ କରୁଛନ୍ତି, ଆମର ଫାଇନାନ୍ସିଆଲି ଇଣ୍ଟରମିଡ଼ିଏସନ୍ ଗୋଟେ ଅଛି, ତାକୁ ଆମକୁ ଅନ୍ କରତେ ପଡ଼ିବ। ଯଦି ତାକୁ ଆପଣ ଅନ୍ ନ କରିବେ, ତାହେଲେ ଏଇ ଯେଉଁ ମିଟିଂ ଆପଣ ଦେଖୁଛନ୍ତି, ଏଇ ମିଟିଂରେ ମାରିଲେ ଏଇଟା ପୁରା ବ୍ଲାଙ୍କ ହେଇକି ଆସିବ, କିଛି ଆସିବ ନାହିଁ। ତ ସେଥିପାଇଁ ଆମକୁ ଏଇ ଦୁଇଟା ଜିନିଷ କରିବାକୁ ପଡ଼ିବ। ତିନିରେ ବ୍ୟାଙ୍କଟାକୁ ଯଦି ଆପଣ ଯେତେବେଳେ କାମ କରୁଛନ୍ତି, ସବୁ ଜିନିଷ ବି ଚେକ୍ କରୁଛନ୍ତି, ବ୍ୟାଙ୍କ ଆକାଉଣ୍ଟଟାକୁ ବି ଚେକ୍ କରିଦେବେ ଠିକ୍ ଅଛି କି ନାହିଁ। ବ୍ୟାଙ୍କ ଆକାଉଣ୍ଟ ଅଛି ସେ ଠିକ୍ କରିଦେବେ, ଚେଞ୍ଜ କରିଦେବେ ଠିକ୍ ଅଛି କି ନାହିଁ। ତାପରେ ଆହୁରି ଗୋଟେ କୁହାହେଇଛି ଯେ ବ୍ୟାଙ୍କ କ୍ଷେତ୍ରରେ ଆପଣମାନଙ୍କୁ ଟିକେ ଖାଲି ମୁଁ ଆଉ ଗୋଟେ ଇନଷ୍ଟ୍ରକ୍ସନ୍ ଦେଇଦେଉଛି। ବ୍ୟାଙ୍କରେ ଯାହାର BBCC ଥିବ, BBCC ବାଲେଶ୍ୱର ଭଦ୍ରକ କ୍ରେଡ଼ିଟ୍ କୋଅପରେଟିଭ୍ ଥିବେ, ତାକୁ ବ୍ରାଞ୍ଚ ଆପଣ ସବୁବେଳେ ଏବେ ଯେଉଁ ଆସୁଛି ଆମର RFRF ପାଇଁ, ବ୍ରାଞ୍ଚଟାକୁ ଆପଣ କ'ଣ କରିବାକୁ ପଡ଼ିବ, ବ୍ରାଞ୍ଚଟାକୁ ଆପଣ ଜଳେଶ୍ୱର ଇଭିନିଂ EVE ବ୍ରାଞ୍ଚକୁ ଜଳେଶ୍ୱର ଇଭିନିଂ ବ୍ରାଞ୍ଚ କରତେ ପଡ଼ିବ। ଏଇଟା କଲେ ଯାଇକି ଆପଣଙ୍କର ଅନଲାଇନ୍ରେ ଯେକୌଣସି ପ୍ରପୋଜାଲ୍ ଦେଇପାରିବେ। VRF ଯଦି ପ୍ରପୋଜାଲ୍ ଦେବାକୁ ଥିବ, VRF ପ୍ରପୋଜାଲ୍ ଏକା ଦେଇପାରିବେ, ତାକୁ ବି କରେକ୍ସନ୍ କରିଦେବେ। ସେମ୍ SHG ସାଙ୍ଗରେ ଲାଗୁ, SHGରେ ବି ଏମିତି କରିପାରିବେ। ତା ଛଡ଼ା ଆଉ ଗୋଟେ ରହିଛି କ'ଣ ନା, OGB ଆଗରୁ ଥିଲା ଆମର। OGBରେ ଆପଣ ଥିଲା କ'ଣ ନା, OGB ଯେତେବେଳେ ଆମେ କରୁଥିଲେ, ସେତେବେଳେ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଥିଲା, ଏବେ ଗ୍ରାମୀଣ ବ୍ୟାଙ୍କ ହେଇଯାଇଛି। ଏବେ ଆପଣ ଯଦି ଚେଞ୍ଜ କରୁଛନ୍ତି, ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ବି କରିଦେଇ ପାରିବେ। ଠିକ୍ ଅଛି। ତ ଆମେ ଏବେ ଆଗକୁ ଯିବା। ତ ଆମେ ଏବେ ଦେଖନ୍ତୁ ଏମିତି ହେଲା। ଏବେ ଆମେ ସିକ୍ରୋନାଇଜେସନ୍କୁ ଯିବା। ସିକ୍ରୋନାଇଜେସନ୍ କ୍ଲିକ୍ କରିବା। ସିକ୍ରୋନାଇଜେସନ୍ ଉପରେ କ୍ଲିକ୍ କରିବା। କ୍ଲିକ୍ କଲେ ଦୁଇଟା ଅପସନ୍ ଆସିବ, ଗୋଟେ ହେଲା କଟଅଫ୍, ଗୋଟେ ହେଲା ରେଗୁଲାର। ରେଗୁଲାରଟା କ'ଣ, ଯାହାର 12ଟା ମିଟିଂରୁ କମ୍ ହେଇଥିବ, ଯଦି CLFର ବା ଭିଓର 12ଟା ମିଟିଂରୁ କମ୍ ହେଇଥିବ, ତାହେଲେ ସେ ରେଗୁଲାର କରିବ। ଯଦି ସେ CLFର 12ଟା ମିଟିଂରୁ ଅଧିକା ହେଇଥିବ, ସେ କଟଅଫ୍ ମିଟିଂ କରିବ। ତ ଆମେ କ'ଣ କରିବା ନା, କଟଅଫ୍ ଉପରେ କ୍ଲିକ୍ କରିବା। ଏପ୍ରିଲ ମାସରେ ଆପଣ ଡେଟ୍ଟା ଚେଞ୍ଜ କରିବେ। ଏପ୍ରିଲ 1ରେ ଯେବେ ଆପଣଙ୍କର ହେଇଥିବ, ରିଜଲ୍ୟୁସନ୍ ଡେଟ୍ ଥିବ ଯେବେ, ସେ ରିଜଲ୍ୟୁସନ୍ ଡେଟ୍ ଆପଣ ପକାଇବେ। ଆଉ ଆପଣଙ୍କର ଭିଓର କେଇଦିନ କେତେ ନମ୍ବର ମିଟିଂ ଆପଣ କରୁଛନ୍ତି, ରିଜଲ୍ୟୁସନ୍ ଡେଟ୍ ପକାଇବେ। ସେ ରିଜଲ୍ୟୁସନ୍ ନମ୍ବରଟା ବି ଆପଣଙ୍କୁ ପକାଇବା ପାଇଁ ପଡ଼ିବ। ତାପରେ ସବମିଟ୍ ମାରିବେ। ତାପରେ କଟଅଫ୍ ଆପଣଙ୍କର ଯେମିତି SHG ଖୋଲୁଥିଲା ସେମିତି ଖୋଲିଯିବ। SHGରେ କ'ଣ ଆଟେଣ୍ଡାନ୍ସ ଥିଲା, SHGରେ କ'ଣ ନା ମେମ୍ବର ଟ୍ରାଞ୍ଜାକ୍ସନ୍ ଥିଲା। ଏଟାରେ କିନ୍ତୁ ଭିଓ ଟ୍ରାଞ୍ଜାକ୍ସନ୍ ରହିବ। ଏଟାର ଗ୍ରୁପ୍ ଟ୍ରାଞ୍ଜାକ୍ସନ୍ ଥିଲା, ଏଟାର ଭିଓ ଟ୍ରାଞ୍ଜାକ୍ସନ୍ ରହିବ। ତ ଆମେ ଆଟେଣ୍ଡାନ୍ସ ଯେମିତି SHGରେ କରୁଥିଲେ ଦେଖିବା, ସେମିତି ଆଟେଣ୍ଡାନ୍ସ। ଏଠି ଆମେ ମେମ୍ବର ଆଟେଣ୍ଡାନ୍ସ ଦେଖୁଥିଲେ, ଏଠି SHGର ଆଟେଣ୍ଡାନ୍ସ ଦେଖିବାକୁ ପଡ଼ିବ। ସପୋଜ୍ SHGର ଆଟେଣ୍ଡାନ୍ସ ଆମର 69 ନମ୍ବରର ମିଟିଂରେ, ଏ SHGରେ ଆମର 50
सिक्स एसएचजी से एसएचजी मेंबर माने प्रेजेंट रही एएसएचजी मेंबर माने फुल प्रेजेंट अच्छा एएसएचजी मेंबर माने एएसएचजी मेंबर माने प्रेजेंट अच्छा एएसएचजी मेंबर माने फुल प्रेजेंट अच्छा तो एमती ताको सेव कले एक्जाक्टली जमी आम एसएचजी करूँ अटेंडेंस हो गला तापर हमको मेंबर ट्रांजैक्शन पाखु जीवाकू पड़ो सेविंग्स रो कौन सेविंग्स आमर जेहेतु भिओ रे एसएचजी मेंबर मानकर सेविंग्स किछि रहूना कि एसएचजी रो किछि सेविंग्स रहूना भिओ रे ताहले एटाको आमर कौन सी जगार आमे आमे किछि पकेइबा नहीं किंतु मु किछि जगार देखिछि जने गोटे जने दी जन जे तांकर किछि सेविंग्स एसएचजी रो आसुची कोठी की भिओ को आसुची से क्षेत्र रे से माने कंपलसरी सेविंग ऊपर पकेई पारिबे किंतु से भलिया कौन सी प्रकार रूल नहीं कि आमर ओएलएम रो गाइडलाइन नहीं जे भिओ रे सेविंग करि पारियो बोली एसएचजी बट जो मैंने चाहे करू जो भिओ रे होउथबो आपण करि पारिबे मैं कैंसल कली आमर किसी पकेबार नहीं कैंसल कली मु एबे आसला क्लोज लोन कौन क्लोज लोन ना आमे क्लोज लोन मारिबा एठी कौन देखेबा ना एसएचजी देखेबो केते थर क्लोज लोन नहीं चंती ता एई जो आपण जानिया पई गोटे आमे मु गोटे आपन को छोटिया उदाहरण दउची से उदाहरण माध्यम रे आपण बुझी परिबे एक्चुअली कौन रोचे आमे एतले वीआरएफ दउचंती वीआरएफ कहा को दबा कथा ना हमर भिओ रो बा सीएलएफ रो जीवा कथा थला एसएचजी आ एसएचजी रो जीवा कथा थला मेंबर तो यही हिसाब रे हमरो फंड डिस्बर्सन फंडटा ता मोडालिटीसटा यही हिसाब रे रहिया कथा किंतु बेले बेले हमर बहुत देखिछु आमे ना डायरेक्ट भिओ रो डायरेक्ट मेंबर मानको दे दिया हैछि बहुत गुड़ाकर केस रे एमिति हैछि डायरेक्ट भिओ टू मेंबर को पळि आसी वीआरएफ एई केस रे आमे कोन करबा सिंपल हमको किछि जिनस ट्रिकफुली करबा को अछि वीआरएफ कौन करिवो थोड़ा एटा हला गोटे एसएचजी एसएचजी रो चारिटा मेंबर नै चंती पैसा जते बेले वीआरएफ हमर दिया हैछि भिओ रो एमान को एसएचजी को बाईपास करके दिया हैछि एमान को से क्षेत्र रे आमे त कैलकुलेशन करिबा एई एसएचजी जिमती 3800 एसएचजी सपोज एटा हला 3800 एसएचजी एटा हला 3800 एसएचजी से एसएचजी को आमे एबे क्लोज लोन एटा तो नै के माने सोची छारचंदे एमान को क्लोज लोन एबे देखे दबा जे माने एई एसएचजी रो 4 थर नै चंती आउ जनका जदि 10,000 लेखाएं नहीं थे ताले 40,000 टंका बुझी पार्थिबे समस्ते तो सही हिसाब रे हमको मेंबर जे एसएचजी रो जति मेंबर लोन नहीं थे हमको कैलकुलेशन करिया पड़िबो जे सही एसएचजी सेती टंका ऋण नहीं चंती ठीक अछि आमे वर्तमान कैलकुलेट करि चंती देखिबा आमे पकेबा जिमिति कैलकुलेट मु आपन कहली कैलकुलेट आमे कले कैलकुलेट करचंती सपोज ए एसएचजी रो ए जो हम एसएचजी नेले 3800 एसएचजी गोटे पकेली 3800 एसएचजी नेले मेंबर केते नेबे आपन थोड़ा 4टा मेंबर ऑलरेडी लोन नहीं चंती जिमिति अचंती आ लोन सोची दे चंती 40,000 टंका
ଆପଣ ପକାଇବେ 4 ଆଉ ଆମାଉଣ୍ଟ ପକାଇବେ 40,000 ଟଙ୍କା। ପକାଇଦେଲି। ଏବେ ସେଭ୍ ମାରିବା, ଡାଟା ସେଭ୍ ହେଇଗଲା। ଠିକ୍ ଅଛି, ଏମିତି କରିକି ଆମର କ୍ଲୋଜ୍ ଲୋନ୍ ପକାଇବାର ଅଛି। ମୁଁ ବ୍ୟାକ୍ କଲି, ଏକ୍ଜାକ୍ଟଲି ସେମ୍ ଜିନିଷ ଆକ୍ଟିଭ୍ ଲୋନ୍ରେ ବି ସେଇଆ। ଆପଣ ସେଇ ହିସାବରେ ନେବେ। ଥରେ ସପୋଜ୍ ଗୋଟେ ଏସ୍ଏଚ୍ଜିର 4 ଜଣଙ୍କୁ ଲୋନ୍ ଦିଆହେଇଛି, 40,000 ଟଙ୍କା 10,000 ଲେଖାଏଁ, ସେମାନଙ୍କ 1,000 ଲେଖାଏଁ ସୁଝି ଦେଇଛନ୍ତି, ଆହୁରି ତାହେଲେ 9,000 ରହିଛି। ତ ସମସ୍ତଙ୍କୁ ଆପଣଙ୍କର ସେଇ ଅନୁସାରେ ପକାଇଦେବେ। ଯେମିତିକି ମୁଁ ଆପଣଙ୍କୁ ଗୋଟେ ଦେଖାଉଛି, ଦେଖନ୍ତୁ ଏସ୍ଏଚ୍ଜି ଗୋଟେ ନେବା, ସେଇ 8,000 ଏସ୍ଏଚ୍ଜି ନେଲି। ଫଣ୍ଡ ସୋର୍ସ ଆମେ କ'ଣ ଦେଲେ, ଭଲନେରାବଲ୍ ରିଡକ୍ସନ୍ ଫଣ୍ଡ VRF। ଲୋନ୍ କେତେ ଥର ନେଇଛନ୍ତି, 4 ଥର ନେଇଛନ୍ତି। ଏଟା ହେଉଛି 5 ନମ୍ବର। ପ୍ରିନ୍ସିପାଲ୍ କେତେ ଟଙ୍କା ନେଇଛନ୍ତି, ସେ 4 ଜଣ ଲୋକ ନେଇଛନ୍ତି, ଜଣକା 10,000 କରିକି 40,000। ଟୋଟାଲ୍ ଲୋନ୍ ଗିଭେନ୍ ଏଇଟା ହେଲା 40,000। ଟୋଟାଲ୍ ରିପେମେଣ୍ଟ ହେଇଛି କେତେ ନା, ଜଣକା 1,000 ହେଲେ 4,000 ହେଇଛି। ତ ସେଇ ଏସ୍ଏଚ୍ଜିର ଆଉଟଷ୍ଟାଣ୍ଡିଂ ରହିଯିବ 36,000। ଓଭରଡ୍ୟୁ 0 ପକାଇଲି। ରେଟ୍ ଅଫ୍ ଇଣ୍ଟରେଷ୍ଟ ଆପଣଙ୍କର VRFରେ ଯେଉଁ ରେଟ୍ ଅଫ୍ ଇଣ୍ଟରେଷ୍ଟ ଆପଣଙ୍କର ଥିବ, ସେ ରେଟ୍ ଅଫ୍ ଇଣ୍ଟରେଷ୍ଟରେ ଆପଣ ଏଠି ପକାଇବେ। ତ 7% ଇଣ୍ଟରେଷ୍ଟ ଓଭରଡ୍ୟୁ 0। ଡିସବର୍ସମେଣ୍ଟ କେବେ ନା, ଯେବେ ଆପଣଙ୍କର ଡିସବର୍ସମେଣ୍ଟ ହେଇଛି, ଧର 4 ତାରିଖ ହେଇଛି, ମୋଡ଼ଟା ରହିବ କ'ଣ ଆପଣଙ୍କର, ତାଙ୍କୁ କେସ୍ରେ ରହିଛି ରିମେନିଂ ପିରିୟଡ଼। ଥର 3 ମାସ ଯାଇଛି, ଥର 6 ମାସ ନେଇଥିବେ ନା ବର୍ଷ ନେଇଥିବେ। ସପୋଜ୍ ବର୍ଷ ନେଇଛନ୍ତି, ଆଉ 9 ମାସ ବାକି ଅଛି। ଇନଷ୍ଟଲମେଣ୍ଟ ପେମେଣ୍ଟ ରହିଗଲା ତୁମର 4,000 ଟଙ୍କା ମାସକୁ ସୁଝିବାର ପଡ଼ିବ। ତାକୁ ସେଭ୍ କରିବେ। ଆପଣ ଯେମିତି ଏସ୍ଏଚ୍ଜିର ଡାଉନଲୋଡ଼୍ କରିକି ସେୟାର କରିପାରୁଥିଲେ, ଏଟା ବି ସେଇ ଅପସନ୍, ଡାଉନଲୋଡ଼୍ କରିକି ସେୟାର କରିପାରିବେ। ନହେଲେ ଆପଣ ଡାଇରେକ୍ଟ ସେଭ୍ ମାରିବେ। ସେଭ୍ ମାରିବେ, ସେଭ୍ ମାରିଲେ ଅଟୋମେଟିକ୍ ଆପଣଙ୍କର ଲୋନ୍ଟା, ଆପଣଙ୍କର ଆକ୍ଟିଭ୍ ଲୋନ୍ଟା ପଡ଼ିଯିବ। ଏମିତି ଆପଣ ଆକ୍ଟିଭ୍ ଲୋନ୍ ପକାଇବେ। ତାପରେ ଆପଣଙ୍କର ରିସିଭ୍ ଫ୍ରମ୍ ମେମ୍ବର, ଏସ୍ଏଚ୍ଜି ଆମର ୟା ପାଖରୁ କୌଣସି ଜିନିଷ ଆମର ରିସିଭ୍ ହୁଏ ନାହିଁ। ଆମର କାହା ପାଖରୁ, ଆମର ଏସ୍ଏଚ୍ଜି ପାଖରୁ ଆମର ଭିଓକୁ କୌଣସି ସେମିତି ପଇସା ଆସେ ନାହିଁ, ରିଟର୍ଣ୍ଣ ଆସେ ନାହିଁ, ରିସିଭ୍ କରାଯାଏ ନାହିଁ। ତ ସେଟା ରହିଲା। ତାପରେ ପେମେଣ୍ଟ ଥିବ, ପେମେଣ୍ଟରେ ଆପଣ ଦେଖିଦିଅନ୍ତୁ। ପେମେଣ୍ଟରେ ବି ସେମିତି କୌଣସି ପ୍ରକାରର ଆମର ଏଭଳିଆ ଜିନିଷ କିଛି ଆମର ପ୍ରାୟତଃ ଦିଆଯାଏ ନାହିଁ। ତ ଆମକୁ ଏଟା ବି ଆମକୁ ବ୍ୟାକ୍ କରିବାକୁ ପଡ଼ିବ। ଆମେ ବ୍ୟାକ୍ କରିବାକୁ ପଡ଼ିବ। ତାପରେ ଆମେ ଯିବା ଭିଓ ଟ୍ରାଞ୍ଜାକ୍ସନ୍ସ, ଭିଓ ଇନଭେଷ୍ଟମେଣ୍ଟ। ଭିଓ ଇନଭେଷ୍ଟମେଣ୍ଟ ବି ସେମିତି କିଛି ନଥାଏ। ଯେମିତି ଏସ୍ଏଚ୍ଜିର ସେ ବ୍ୟାଙ୍କରେ କରିଥିବ, ନହେଲେ କେଉଁଠି କରିଥିବ, GPLFରେ କରିଥିବ। ଭିଓର କିନ୍ତୁ ସେମିତି କିଛି ଇନଭେଷ୍ଟମେଣ୍ଟ ନଥାଏ। ତାପରେ ଆମେ ଯିବା କ୍ଲୋଜ୍ ଲୋନ୍ ଭିଓରେ। ଭିଓ କିଛି କ୍ଲୋଜ୍ ଲୋନ୍ କେଉଁଠୁ ଆଣିନଥାଏ, ତ ତା'ର କିଛି କ୍ଲୋଜ୍ ଲୋନ୍ ପଡ଼ିବ ବି ନାହିଁ। ତାପରେ ଯିବ ଆକ୍ଟିଭ୍ ଲୋନ୍। ଯେହେତୁ କ୍ଲୋଜ୍ ଲୋନ୍ ନାହିଁ, ଆକ୍ଟିଭ୍ ଲୋନ୍ ବି କିଛି ରହିବନି। ଭିଓ ଫଣ୍ଡ ରିସିଭ୍, ଏଇଟା ଆପଣ ଦେଖନ୍ତୁ। VRF ଆପଣଙ୍କର ପଡ଼ିବ। VRF ଆପଣ SRLMରୁ ଆସିଛି, 1,60,000 ଆସିଥିବ, କିନ୍ତୁ ଭୁଲ ବଶତଃ ଆପଣଙ୍କର ଏଇଟା ଗୋଟେ ପଡ଼ିଯାଇଛି, ଗୋଟେ ପଡ଼ିଛି 1,15,500। ତାକୁ ଆପଣଙ୍କୁ କାଟିବାକୁ ପଡ଼ିବ। ଆପଣ ବ୍ଲକକୁ ଇନଫର୍ମ କରିବେ। ବ୍ଲକକୁ ଇନଫର୍ମ କଲା ପରେ
ଏଇଟାକୁ ସେମାନେ ଷ୍ଟେଟ୍ରୁ କାଟିବା ପାଇଁ ପ୍ଲାନ୍ କରିବେ, ଚିଠି କରିବେ, ଦେଇ କାଟିବେ। ଆଉ ୟା ଛଡ଼ା ଅନ୍ୟ କିଛି ପଇସା ଆସେ ନାହିଁ, ତ ଏଠି ଆଉ କିଛି ପକେଇବି ନାହିଁ। ଆଉ ଭିଓର ଫଣ୍ଡ କିଛି ଏଠି ଅନ୍ୟ କୌଣସି ସୋର୍ସରୁ ଆସେନି। ମୁଁ ତ ବ୍ୟାକ୍ ମାରିବି। ତାପରେ ଆମେ ଦେଖିବା ଭିଓ ରିସିଭ୍ ଆଣ୍ଡ ଇନକମ୍। ଭିଓ ରିସିଭ୍ ଆଣ୍ଡ ଇନକମ୍ରେ ଆପଣ ଦେଖନ୍ତୁ ପ୍ଲସ୍ ଚିହ୍ନ ମାରିଲି। ଭିଓ ରିସିଭ୍ ଆଗରେ ଆମେ ବ୍ୟାଙ୍କକୁ ନେବା। ଏଠାର ଦେଖିବ କ'ଣ ଦେଖେଇବ ନା ବ୍ୟାଙ୍କରେ ଯେଉଁ ରିସିଭ୍ ଆମର ଯାହା ଯାହା ବ୍ୟାଙ୍କ ଇଣ୍ଟରେଷ୍ଟ ରିସିଭ୍ ହେଇଛି ସେଟାକୁ ଆମେ ଏଠି ପକେଇବା। 500 ଟଙ୍କା ହେଇଛି ମୁଁ ଦେଖେଇଲି। ତା ପୂର୍ବରୁ ଗୋଟେ ମୁଁ ଭୁଲ ଏଣ୍ଟ୍ରି ହେଇଛି, ତାକୁ ଆମେ ଡିଲିଟ୍ କରିବା। 3 ଡଟ୍ରେ ଯାଇକି ମୁଁ ଡିଲିଟ୍ କରିଦେଉଛି। ଦେଖନ୍ତୁ ଡିଲିଟ୍ ମାରିଦେଲେ ପୁରା କଟିଯିବ। ପ୍ଲସ୍ ଓକେ କଲି, ୟେସ୍ କରିଦେଲି। ବର୍ତ୍ତମାନ ତାପରେ ପ୍ଲସ୍ ମାରିବା। ଆମକୁ ଯେଉଁ ଭିଓରେ ଇଣ୍ଟରେଷ୍ଟ ଅଛି ତାକୁ ବି ଆମକୁ ଦେଖେଇତେ ପଡ଼ିବ, ଯେଉଁଟା ଭନରେବଲ୍ ଡିଡକ୍ସନ୍ ଫଣ୍ଡରେ ଅଛି। ଅଦର୍ସ ଯାଇକି ଏଠି ଅଦର ଇନକମ୍ରେ ଆପଣଙ୍କର ଭିଓରୁ ଆସିଥିବା ଇନକମ୍ ଯେଉଁଟା ଇଣ୍ଟରେଷ୍ଟ ଆସିଛି, ସପୋଜ୍ 6000 ଟଙ୍କା ଆମର ବର୍ତ୍ତମାନ ସୁଦ୍ଧା ଆସିଛି ଭିଆର୍ଏଫ୍ରେ ଇଣ୍ଟରେଷ୍ଟ, ତାକୁ ମୁଁ ସେଭ୍ କଲି। ଏମିତି କରିକି ଆପଣ ରିସିପ୍ଟ ଆଉ ଇନକମ୍ ଭିଓରେ କ'ଣ ଅଛି ତାକୁ ଦେଖେଇ ପାରିବେ। ତାପରେ ପେମେଣ୍ଟ ଆମେ ଯିବା। ପେମେଣ୍ଟ ଉପରେ ନ୍ୟୁ କ୍ଲିକ୍ କରିବା। ଆମର ଏଠି ବହୁତ ଗୁଡ଼ା ପେମେଣ୍ଟ ଥିବ। ବ୍ୟାଙ୍କରେ ବ୍ୟାଙ୍କ ଚାର୍ଜେସ୍ କଟିବାର ଅଛି। ବ୍ୟାଙ୍କ ଚାର୍ଜେସ୍ କଟିବ। ଆପଣଙ୍କର ବ୍ୟାଙ୍କ ଚାର୍ଜେସ୍ କଟିଥିବ। ବ୍ୟାଙ୍କ ଚାର୍ଜେସ୍ ଆପଣଙ୍କର କଟିଥିବ, ତାକୁ ଆପଣ ଦେଖେଇବାକୁ ପଡ଼ିବ। ଆଉ କ'ଣ ଅଛି ଦେଖିବା। ଆଉ କ'ଣ କିଛି ପଇସା କଟିବାର ଅଛି କି? 10 ଯାଇକି ଯଦି ଆପଣଙ୍କର ପଇସା ବୁଡ଼ି ଯାଇଥିବ ଭିଆର୍ଏଫ୍, ତାକୁ ବି ଆପଣ ଦେଖେଇ ପାରିବେ। ଧର 5000 ଟଙ୍କା ବୁଡ଼ି ଯାଇଛି ଭିଆର୍ଏଫ୍, ତାକୁ ଆପଣ ଏଠି ଦେଖେଇ ପାରିବେ। ଯଦି ଆଉ କିଛି ପେମେଣ୍ଟ ଅଛି ଦେଖିବା। ଆଉ କିଛି ଖର୍ଚ୍ଚ ହେଇଥିବ, ଯଦି ଆପଣଙ୍କର ଖାତା କିଣିବା, ଇଏ କିଣିବା, ଅନ୍ୟାନ୍ୟ ଜିନିଷ କିଣିବାର ଧର 5000 ଟଙ୍କା ଖର୍ଚ୍ଚ ହେଇଛି, ଖାତା ଅନ୍ୟାନ୍ୟ ଜିନିଷ କିଣିଛନ୍ତି କି ତା ପାଇଁ ଏଠି ଆପଣଙ୍କର ଅଛନ୍ତି ଦେଖିବେ ସଣ୍ଡ୍ରି ଏକ୍ସପେଣ୍ଡିଚର, ଖାତାପତ୍ର ଅନ୍ୟାନ୍ୟ କ'ଣ କିଣିଛନ୍ତି ମୁଁ ପକେଇଲି ଖାତାପତ୍ରରେ। ତା ଛଡ଼ା ଆହୁରି ବି ଅଛି, ପୁଣି ଆହୁରି କିଛି ପେମେଣ୍ଟ ହେଇଥିବ। ନ୍ୟୁ ପେମେଣ୍ଟକୁ ଯିବି, ଅଦର୍ସକୁ ଯିବି। କ'ଣ ପେମେଣ୍ଟ ହେଇଛି ଆମର ଏଠି ଦେଖିବ। ବହୁତ ଜାଗାରେ ଆମର ଏଠି ପେମେଣ୍ଟ ହେଇଥିବ। କିଛି ଫର୍ଣ୍ଣିଚର୍ସ କିଣା ହେଇଛି, କିଛି ଫର୍ଣ୍ଣିଚର୍ସ 5000 ଟଙ୍କାରେ କିଣା ହେଇଛି। ଟେବୁଲଟେ ଚେୟାରଟେ ହଉ, ବାସ୍କେଟଟେ ହଉ, ମାନେ ବାସ୍କେଟ ହଉ, ତାକୁ ଆମେ ପକେଇଲେ ଯାହା ଯାହା ଏକ୍ଜାକ୍ଟଲି ହେଇଥିବ ତାକୁ ଏମିତି ପକେଇ ପାରିବେ। ତାପରେ ମୁଁ ବ୍ୟାକ୍ କଲି। ଆପଣଙ୍କର ଯଦି କ୍ୟାସ୍ କିଛି ଅଛି, ଆପଣ କ୍ୟାସ୍ କିଛି ଦେଖେଇବେ। ପ୍ରାୟ କ୍ୟାସ୍ କିଛି ରହେ ନାହିଁ, ତ ଦେଖେଇବା ନାହିଁ। ବ୍ୟାଙ୍କ ପାସବୁକ୍ର ଯେତେ ଟଙ୍କା ଥିବ ଆପଣଙ୍କର ଦେଖେଇବାକୁ ପଡ଼ିବ। ଯଦି ବ୍ୟାଙ୍କ ଆକାଉଣ୍ଟ ଆପଣ ଏଠାର ଦେଖନ୍ତୁ, ଗୋଟେ ଜାଗାରେ ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟ ଆଡ଼୍ ହେଇନି ଦେଖାଉନାହିଁ। କାହିଁକି ଦେଖାଉନାହିଁ? ଆପଣ ଲୋକସ୍ରେ ଏଇ CLFରେ ଯଦି ଆକାଉଣ୍ଟ ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟ ନଥିବ, ତାହେଲେ ଆପଣ ଏଟା ଦେଖେଇ ପାରିବେ ନାହିଁ। ତ ଆପଣଙ୍କୁ ଏଟା ବ୍ୟାଙ୍କ ଆକାଉଣ୍ଟଟାକୁ ଆଗେ ଲୋକସ୍ରେ ଇମିଡ଼ିଏଟଲି ଆମକୁ ଆଡ଼୍ କରିତେ ପଡ଼ିବ। ମନା କରିଦେଉଛନ୍ତି। ଦେଖନ୍ତୁ, ବ୍ୟାଙ୍କ ଆକାଉଣ୍ଟ ଥିଲା ପରେ ଆପଣଙ୍କର 100% ଏଟା କାମ ସରିଗଲା। ଆପଣ ଗ୍ରୁପ୍ ଟ୍ରାଞ୍ଜାକ୍ସନ୍ ଏଠି ଦେଖିପାରିବେ, ନହେଲେ ଲୋନ୍କୁ କ୍ଲୋଜ୍ କରିପାରିବେ। କ୍ଲୋଜ୍ ପରେ ବି ଆପଣଙ୍କର ଯେହେତୁ ମାଇନସ୍ ଦେଖାଉଥିବ, କାହିଁକି ନା ଏକ୍ସଟ୍ରା ଭିଆର୍ଏଫ୍ 1,15,500 ଦେଖାଉଛି, ସେଟା ଆପଣଙ୍କର କ୍ଲୋଜ୍ କରିପାରିବେ ନାହିଁ। ତାକୁ ସସ୍ପେନ୍ସ ଆକାଉଣ୍ଟକୁ ଦେଖେଇ ପାରିବେ। ଖାଲି ୟେସ୍ କରିଦେଲେ ସସ୍ପେନ୍ସ ଆକାଉଣ୍ଟକୁ ପଳେଇ ଆସିବ। କିନ୍ତୁ ଆପଣଙ୍କୁ ଆଉ ଥରେ ଏଟା ଯେତେବେଳେ ଠିକ୍ କରାହେବ, କେଉଁ ଜାଗା ଠିକ୍ ଅଛି
से सस्पेंस अकाउंट को जाइए आउे करते पड़ो तापाई सस्पेंस अकाउंट टाक केमी आप ठीक करेंगे तापाई आम देखू किंतु जार बर्तमान 0 हो जाइए अनमैचटा 0 हो जो अनमैच अकाउंट 0 हो जाइए ताल आप क्लोज एंड क्लोज मीटिंग करें। तो ओभरऑल है या मुझे जनइली तो आप एमती करिकी भिओ कटअप क्लोज करें। धन्यवाद।